ରାତିରେ ଏକ ସିସିଟିଭି ଫୁଟେଜ୍ ଦେଖିବାକୁ ମିଳିଛି ଜଣେ ପାଦଳୀକୁ ଗୋଟେ ଟ୍ରକ୍ ଡ୍ରାଇଭର ଉଠେଇଛନ୍ତି କ'ଣ ସାର୍ ଏହାର ଇନକ୍ୱାରି ପ୍ରୋସେସ୍ ଅଛି କ'ଣ ନାଇଁ ଦେଖନ୍ତୁ ଯେଉଁ ଭିଡ଼ିଓଟି ଭାଇରାଲ୍ ହେଇଥିବା କଥା ଆପଣ କହୁଛନ୍ତି ସେହି ସଂକ୍ରାନ୍ତରେ ପୁଲିସ୍ ପାଖରେ ମଧ୍ୟ ସୂଚନା ପହଞ୍ଚିଲା ପରେ ଯେ ପରଦିନ ରାତିରେ ଜଣେ ମୋତେ ଜଣାପଡ଼ୁଛି ଯାହା ଭିଡ଼ିଓରେ ଜଣେ ମେଣ୍ଟାଲି ରିଟାର୍ଡେଡ୍ ପର୍ସନ୍ ବା ପାଗଳ ଜଣେ ମହିଳାଙ୍କୁ ଜଣେ ଟ୍ରକ୍ ଡ୍ରାଇଭର ଟ୍ରକ୍ରୁ ଓହ୍ଲେଇକି ତାଙ୍କୁ ଜବରଦସ୍ତି ନେଇଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହି ସଂକ୍ରାନ୍ତରେ ଆମର ଭଦ୍ରକ ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତ ଜାରି ରହିଛି। ପରବର୍ତ୍ତୀ ସମୟରେ ତତ୍କ୍ଷଣାତ୍ ଖବର ମିଳିବା ପରେ ମଧ୍ୟ ପୁଲିସ୍ ଟିମ୍ ଆକ୍ଟିଭ୍ ହୋଇଥିଲା। ବିଭିନ୍ନ ଆମର ଯେଉଁ ନାକା ପଏଣ୍ଟ ରହିଛି ସେଠାରେ ମଧ୍ୟ ଆଲର୍ଟ କରାଯାଇଥିଲା ସେମାନଙ୍କୁ ଓ ଟୋଲ୍ ଗେଟ୍ରେ ମଧ୍ୟ ସେ ଯେଉଁ ଟ୍ରକ୍ ଥିଲା ଟ୍ରକ୍ର ଯଦିବା ସମ୍ପୂର୍ଣ୍ଣ ଚିତ୍ର ଆସୁନାହିଁ ସିସିଟିଭିରେ ତଥାପି ତାକୁ ଆଇଡେଣ୍ଟିଫାଏ କରିବା ପାଇଁ ଚେଷ୍ଟା କରାଯାଇଛି। ଆଉ ଆମର ଯେଉଁ ବିଭିନ୍ନ ଟ୍ରକ୍ ଆସୋସିଏସନ୍ ହୁଅନ୍ତୁ ବା ଡ୍ରାଇଭର ସଂଘ ସେମାନଙ୍କର ମଧ୍ୟ ସହଯୋଗ ଲୋଡ଼ାଯାଇଛି ତାକୁ ଆଇଡେଣ୍ଟିଫାଏ କରାଯାଇପାରିବ। ଆମର ଚରମ୍ପା ଅଞ୍ଚଳରୁ ନେଇଥିବାର ସୂଚନା ଅଛି। ନାଇଁ ଆଜ୍ଞା ମୁଁ ତ ସେ କହି ରଖିଲି ଆପଣଙ୍କୁ ଯେ ସେଇଟା ଆମର ତଦନ୍ତ ବର୍ତ୍ତମାନ ଜାରି ରହିଛି। ତାକୁ ଆଇଡେଣ୍ଟିଫାଏ କରିବା ପାଇଁ ଆମର ଚେଷ୍ଟା ଚାଲିଛି ଯେଉଁଥିପାଇଁ କି ଆମେ ବିଭିନ୍ନ ଡ୍ରାଇଭର ସଂଘ ଓ ମାଲିକ ସଂଘମାନଙ୍କର ମଧ୍ୟ ସହଯୋଗ ଲୋଡ଼ିଛୁ। ଆମର ସେଥିରେ ଜଣାପଡ଼ୁନି। हॉलमार्क ऑर्नामेंट्स स्वप्नरू सत जाए।